ପାରଳାଖେମୁଣ୍ଡି ରଥଯାତ୍ରାର ମୀନା ବଜାରରେ ଶିଶୁ ଶ୍ରମିକ ନିୟୋଜିତ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ? ଲକ୍ସ ନ୍ୟୁଜ୍ର ପ୍ରଭାବ। ପାରଳାଖେମୁଣ୍ଡି ରଥଯାତ୍ରା ମୀନା ବଜାରରେ 12 ବର୍ଷର ଶିଶୁ ଶ୍ରମିକ ଉଦ୍ଧାର। ପାରଳାଖେମୁଣ୍ଡିଠାରେ ରଥଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ମୀନା ବଜାରର ଏକ ଖେଳ ପରିଚାଳନାରେ ନିୟୋଜିତ ହୋଇଥିବା ଜଣେ ଶିଶୁ ଶ୍ରମିକକୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଶିଶୁ ଶ୍ରମିକ ଜଣକ ବାପଛେଉଣ୍ଡ ଓ ତାଙ୍କର ଖୋର୍ଦ୍ଧା ଜିଲ୍ଲା ବୋଲି ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଶିଶୁ ଶ୍ରମିକକୁ ଉଦ୍ଧାର କରିବା ସହ ଗଜପତି ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନା କରିଥିଲେ। ଶିଶୁ ମଙ୍ଗଳ ସମିତି କିଛି ଦିନ ପାଇଁ ଉତ୍କଳ ବାଳାଶ୍ରମରେ ଥଇଥାନ କରିବା ସହ ପିଲାଟି କିପରି ତାର ଅଧିକାର ପାଇବ ଓ ଘରକୁ ଫେରିବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଇଲ୍ଡ ହେଲ୍ପଲାଇନ୍ର ସଂଯୋଜିକା ବୈଶାଳୀ ପଟ୍ଟନାୟକ ଓ ତାଙ୍କ କର୍ମଚାରୀମାନେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ପାରଳାଖେମୁଣ୍ଡି ରଥଯାତ୍ରାର ମୀନା ବଜାରରେ ଶିଶୁ ଶ୍ରମିକ ନିୟୋଜିତ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ବୋଲି ଗତ 12 ଜୁଲାଇ 2024 ଲକ୍ସ ନ୍ୟୁଜ୍ରେ ପ୍ରସାରିତ ହୋଇଥିଲା, ଯାହାକୁ ନେଇ ପ୍ରଶାସନର ଚେତା ପଶିଥିଲା। ତେବେ ମୀନା ବଜାରରେ ଅନେକ ଶିଶୁ ଶ୍ରମିକ ନିୟୋଜିତ ରହିଥିଲେ ସୁଦ୍ଧା ଜଣକୁ ହିଁ ଉଦ୍ଧାର କରାଯାଇଛି, ହେଲେ ଅନ୍ୟମାନଙ୍କୁ କେବେ ଉଦ୍ଧାର କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଶିଶୁ ଶ୍ରମିକକୁ ଉଦ୍ଧାର କରାଗଲା, କିନ୍ତୁ ଯେଉଁ ବ୍ୟବସାୟୀ ଜଣକ ଉକ୍ତ ଶିଶୁକୁ କାର୍ଯ୍ୟରେ ନିୟୋଜିତ କରିଥିଲେ ତାଙ୍କ ବିରୁଦ୍ଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇ ନାହିଁ।